ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନ୍ସିପି ମୁଖ୍ୟ ଅଜିତ ପାୱାରଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ସକାଳ 8:45ରେ ମହାରାଷ୍ଟ୍ରର ବାରାମତୀରେ ଏହି ଦୁର୍ଘଟଣା ଘଟିଛି। ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଏଥିରେ ଥିବା 6 ଜଣଙ୍କର ମୃତ୍ୟୁ ହୋଇଛି। ଅଜିତ ପାୱାର ବାରାମତୀର ଏକ ସାଧାରଣ ସଭାକୁ ଯାଉଥିଲେ। ବିମାନଟି ସେଠାରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ ଏହା ଅଜିତ ପାୱାରଙ୍କର ବ୍ୟକ୍ତିଗତ ବିମାନ ଥିଲା। ତଥାପି ଅଜିତ ପାୱାରଙ୍କର ଅବସ୍ଥା ସମ୍ପର୍କରେ ସରକାରୀ ନିଶ୍ଚିତକରଣକୁ ଅପେକ୍ଷା କରାଯାଇଛି। ପ୍ରଶାସନ ଏବଂ ଏହାର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ସୂଚନା ମୁତାବକ ରାଜ୍ୟର ବାରାମତୀରେ ଏନ୍ସିପି ନେତା ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ସାଧାରଣ ନିର୍ବାଚନ ପ୍ରଚାରର ଅଂଶସ୍ୱରୂପ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବୁଧବାର ଜାନୁଆରୀ 28, 2026 ବାରାମତୀର ତାଲୁକାରେ ବିଭିନ୍ନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ତାଙ୍କର କାର୍ଯ୍ୟକ୍ରମ ସକାଳ 10ଟାରେ ନୀରଭଜଗରେ ଆରମ୍ଭ ହେବାର ଥିଲା। ପରେ ମଧ୍ୟାହ୍ନ 12ଟାରେ ପାଣ୍ଡେରରେ ଏକ ରାଲି ହେବାର ଥିଲା। ଅପରାହ୍ନ 3ଟାରେ କରଞ୍ଜିପୁଲିରେ ଏକ ରାଲିକୁ ସମ୍ବୋଧିତ କରିବା ପରେ ସନ୍ଧ୍ୟା 5:30ରେ ସୁପାରେ ତାଙ୍କର ଶେଷ ରାଲି ସ୍ଥିର କରାଯାଇଥିଲା। ବାରାମତୀର ବିମାନ ଦୁର୍ଘଟଣାର ଭିଡ଼ିଓ ଦେଖୁଥିବା ଯେକୌଣସି ବ୍ୟକ୍ତି ଭୟଭୀତ ହୋଇଗଲେ। ସବୁଠି ଧୂଆଁ ଖେଳିଗଲା ଏବଂ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ବିମାନରେ 6 ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଜିତ ପାୱାର ଥିଲେ। ଘଟଣାସ୍ଥଳରେ ଶରୀରର କଟା ଅଂଶ ଦୃଶ୍ୟମାନ ହେଉଥିଲା ଏବଂ ପାଖରେ ଥିବା ଲୋକମାନେ କାନ୍ଦୁଥିବାର ଦେଖାଯାଉଥିଲା। ଅଜିତ ପାୱାର ବାରାମତୀର ବିଧାୟକ ଅଛନ୍ତି ଏବଂ ଏଠାକାର ଲୋକମାନେ ତାଙ୍କୁ ନିରନ୍ତର ଭୋଟ ଦେଇଛନ୍ତି। ବାରାମତୀର ଲୋକଙ୍କର ଅଜିତ ପାୱାରଙ୍କ ପ୍ରତି ଗଭୀର ପ୍ରେମ ଅଛି। ସେମାନେ ଅଜିତ ପାୱାରଙ୍କର ସମ୍ବର୍ଦ୍ଧନା ଏବଂ ଜନସାଧାରଣଙ୍କ ସହ ଆଲୋଚନା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିନ୍ତୁ ବାରାମତୀ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ତାଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।